ସାର୍ ଆଜି ଅଖିଳ ଭାରତୀୟ ଶିକ୍ଷା ସମାଗମ ଉତ୍ସବ ପାଳନ ଅବସରରେ କିଛି କହିବେ? ଆଜି ଆମର ଭିନ୍ନକ୍ଷମ ଯେଉଁ ଛାତ୍ରଛାତ୍ରୀମାନେ ଅଛନ୍ତି ପ୍ରଥମରୁ ପ୍ଲସ୍ ଟୁ ପର୍ଯ୍ୟନ୍ତ ଯେଉଁ ଛାତ୍ରଛାତ୍ରୀମାନଙ୍କୁ ସରକାରଙ୍କ ଥ୍ରୋରୁ ସବୁ ଭିନ୍ନକ୍ଷମ ସବୁ ଯନ୍ତ୍ରପାତି ଦିଆଗଲା। ଏଠି ଆମର ଏଡିଏମ୍ ମ୍ୟାଡ଼ାମ୍ ମଧ୍ୟ ଆସିଛନ୍ତି, ତେଣୁ ଧନ୍ୟବାଦ। ଆଜି ବିଷମନ୍ତ ବ୍ଲକ୍ଠାରେ ଏ କାର୍ଯ୍ୟକ୍ରମ ପ୍ରତ୍ୟେକ ବର୍ଷ ଚାଲି ରହୁଛି। ପ୍ରତ୍ୟେକ ବର୍ଷ ଏମିତି ସୁନ୍ଦର ଭାବରେ ଆମର ଯେଉଁ ଭିନ୍ନକ୍ଷମ ଭାଇ ଭଉଣୀମାନେ ଅଛନ୍ତି ତାଙ୍କମାନଙ୍କୁ ସରକାରଙ୍କ ଥ୍ରୋରୁ ତାଙ୍କ ଯେଉଁ କାନ ଯନ୍ତ୍ର ଆମର ଯେତିକି ଆଶା ବାଡ଼ିଠୁ ଆରମ୍ଭ କରି ସବୁ ପ୍ରକାର ଆଜି ବଣ୍ଟନ କରାଗଲା। ଅତି ସୁନ୍ଦର ଭାବରେ ଆଜି ଆମର ଏଡିଏମ୍ଙ୍କ ଥ୍ରୋରୁ ବହୁତ ସୁନ୍ଦରରେ ପରିଚାଳନା କରୁଥିଲେ, ତେଣୁ ସମସ୍ତଙ୍କୁ ଧନ୍ୟବାଦ। ମ୍ୟାଡ଼ାମ୍ ଆପଣଙ୍କ ପରିଚୟ ଅଖିଳ ଭାରତୀୟ ଶିକ୍ଷା ସମାଗମ ଉତ୍ସବ ପାଳନ ଅବସରରେ କିଛି ଆଜି କହିବେ? ମୁଁ ହେଉଛି ରାୟଗଡ଼ା ଜିଲ୍ଲାର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ବିଷମ କଟକ ବ୍ଲକର ଜିଲ୍ଲା ଶିକ୍ଷା ଅଧିକାରୀ ଭାବରେ ଅତିରିକ୍ତ ଦାୟିତ୍ୱ ନିର୍ବାହ କରୁଛୁ। ମୋ ନାଁ ହେଉଛି ଶ୍ରୀମତୀ ଶାନ୍ତୁଲତା ମୁନି। ଆଜି ଆମର ଏହି ପବିତ୍ର ଦିବସରେ ଆମ ବିଷମ କଟକର 27 ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ରକାର ଏଡ୍ସ ଆଣ୍ଡ ଆପ୍ଲାଏନ୍ସେସ୍ ଦିଆଯାଇଛି। ଆର୍ମିଙ୍କ ସହିତ ସହଯୋଗର ସହିତ ସେମାନଙ୍କୁ ସିପି ଚେୟାର, ହ୍ୱିଲ୍ ଚେୟାର, ହିୟରିଂ ଏଡ୍ସ, ତା ସହିତ ବିଗ୍ ବୁକ୍ସ, ଆଣ୍ଟି ଟୁଲ୍ସ ଏସବୁ ଦିଆଯାଇଛି, ଯାହାଦ୍ୱାରା କି ପିଲାମାନଙ୍କର ସାଧାରଣ ଜନଜୀବନଟା ଆଉ ଟିକେ ଠିକ୍ସେ ସେମାନେ ପରିଚାଳିତ କରିପାରିବେ। ଏତଦ୍ ବ୍ୟତୀତ ଆମର ଏହି ବର୍ଷ ପାଇଁ ଆମର ଆଜି ଆସେସମେଣ୍ଟ କ୍ୟାମ୍ପ ମଧ୍ୟ କରାଯାଇଛି, ଯେଉଁଥିରେ କି ଆମର ତମାମ ସମ୍ପୂର୍ଣ୍ଣ ବ୍ଲକରୁ 201 ସ୍କୁଲରୁ ବିଭିନ୍ନ ପ୍ରାନ୍ତର ପିଲାମାନେ ଆସିଥିଲେ। ସେମାନଙ୍କର ଆଜି ଆସେସମେଣ୍ଟ ମଧ୍ୟ କରାଯାଇଛି, ଯେଉଁଟାକି ଭବିଷ୍ୟତରେ ସେମାନଙ୍କୁ ଅନ୍ୟାନ୍ୟ ସହଯୋଗ ଦେବାରେ ସାହାଯ୍ୟ କରିବ। ଆମକୁ ସହଯୋଗ କରିଥିଲେ ଆମର ବ୍ଲକର ସମସ୍ତ ସିଆର୍ସିସି ମାନେ, ଆମକୁ ଉତ୍ସାହିତ କରିଥିଲେ ଆମର ଏମ୍ଏଲ୍ଏ ସାର୍ ଏବଂ ଆମର ଭାଇସ୍ ଚେୟାରମ୍ୟାନ୍ ସାର୍। ତେଣୁ ଶିକ୍ଷା ବିଭାଗ ତରଫରୁ ବିଧାୟକ ମହୋଦୟଙ୍କୁ ଭାଇସ୍ ଚେୟାରମ୍ୟାନ୍ ମହୋଦୟଙ୍କୁ ବହୁତ ବହୁତ ଧନ୍ୟବାଦ। ସମସ୍ତ ଶିକ୍ଷକମାନଙ୍କୁ